ସାଙ୍ଗମାନେ ଯଦି ଆପଣମାନେ ଷ୍ଟେଟ୍ ସ୍କଲାରସିପ୍ ପାଉଛନ୍ତି ଏବଂ ଏଥିସହିତ ଆପଣମାନେ ନୂଆ ଓ ସ୍କଲାରସିପ୍ ଆବେଦନ କରିଛନ୍ତି ତେବେ କ'ଣ ଦୁଇଟା ଯାକ ଆପଣମାନଙ୍କୁ ମିଳିବ ନା ଏଥିମଧ୍ୟରୁ ଗୋଟାଏ ମିଳିବ ଆଉ ଗୋଟାଏ ରିଜେକ୍ଟ ହେଇଯିବ। ଏଥିସହିତ ଯଦି ଆପଣମାନେ ନୂଆ ଓ ସ୍କଲାରସିପ୍ ଆବେଦନ କରିଛନ୍ତି ତାହା ଆପଣମାନଙ୍କର ଆପ୍ରୁଭାଲ ହେଇଛି ନା ନାହିଁ ତାର ଷ୍ଟାଟସ୍ କେମିତି ଆପଣମାନେ ନିଜ ମୋବାଇଲ ଫୋନରେ ଦେଖିପାରିବେ ଏବଂ ଏଥିସହିତ ଟଙ୍କା କେତେ ତାରିଖରେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସରକାର ରିଲିଜ୍ କରିବେ ଏହି ସମ୍ପର୍କରେ ଆଜି ଆମେମାନେ ଆଲୋଚନା କରିବା। ହେଲେ ସାଙ୍ଗମାନେ ଏସବୁ ଜାଣିବାକୁ ହେଲେ ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଆପଣମାନଙ୍କୁ ଦେଖିବା ପାଇଁ ପଡ଼ିବ। ଭିଡ଼ିଓକୁ ମଝିରୁ ସ୍କିପ୍ କରନ୍ତୁ ନାହିଁ। ତେବେ ଚାଲନ୍ତୁ ପ୍ରଥମେ କଥା ହେବା ଯଦି ଆପଣମାନେ ଷ୍ଟେଟ୍ ସ୍କଲାରସିପ୍ ପୂର୍ବରୁ ପାଉଛନ୍ତି ତେବେ କ'ଣ ଆପଣମାନେ ନୂଆ ଓ ସ୍କଲାରସିପ୍ ପାଇପାରିବେ କି? ଯଦି ଆପଣମାନେ ପାଇବେ ତେବେ ଗୋଟିଏ ପାଇବେ ନା ଦୁଇଟା ଯାକ ପାଇବେ? ତେବେ ସାଙ୍ଗମାନେ ଏଇଠି ଆମେ କହି ରଖୁଛୁ ଆପଣମାନେ ଯଦି ପୂର୍ବରୁ ଷ୍ଟେଟ୍ ସ୍କଲାରସିପ୍ ପାଉଛନ୍ତି ତେବେ କୌଣସି ପ୍ରକାରର ଅସୁବିଧା ନାହିଁ ଆପଣମାନେ ନୂଆ ଓ ସ୍କଲାରସିପ୍ ନିଶ୍ଚିତ ଭାବେ ପାଇପାରିବେ। ତେବେ ଏବେ ଚାଲନ୍ତୁ ଜାଣିବା ଯଦି ଆପଣମାନେ ନୂଆ ଓ ସ୍କଲାରସିପ୍ କିମ୍ବା ଷ୍ଟେଟ୍ ସ୍କଲାରସିପ୍ ଆପ୍ଲାଏ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ସଫଳ ହେଇଛି କି ନାହିଁ ତାକୁ କିପରି ଭାବେ ସରକାର ଆପ୍ରୁଭାଲ କରିଛନ୍ତି ନାହିଁ ତାର ଷ୍ଟାଟସ୍ ଆପଣମାନେ ନିଜ ମୋବାଇଲ ଫୋନରେ କେମିତି ଦେଖିପାରିବେ। ତେବେ ଆପଣମାନଙ୍କୁ ପ୍ରଥମେ ଆପଣମାନଙ୍କ ମୋବାଇଲ ଫୋନର କ୍ରୋମ୍ ବ୍ରାଉଜରକୁ ଓପନ୍ କରିବା ପାଇଁ ପଡ଼ିବ। ଏହାପରେ ଏଥିରେ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ ଲେଖି ଆପଣମାନଙ୍କୁ ସର୍ଚ୍ଚ କରିନେବେ। ଏହାପରେ ଆପଣମାନଙ୍କୁ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲର ଅଫିସିଆଲ ସାଇଟ୍ ଏଇଭଳି କିଛି ଶୋ କରିବ। ଏହାପରେ ଆପଣମାନେ ଏଥିରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ଦେଖିବେ ଏଠାରେ ଲଗ୍ଇନ୍ ଅପସନ୍ ଶୋ କରିବ ଏଥିରେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଆସିଯିବ ଷ୍ଟୁଡେଣ୍ଟ ଲଗ୍ଇନ୍, ଇନଷ୍ଟିଟ୍ୟୁଟ୍ ଲଗ୍ଇନ୍, ଅଫିସର ଡିଷ୍ଟ୍ରିକ୍ଟ ଲଗ୍ଇନ୍, ডিপার্টমেন্ট লগইন। ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ନା এই ଷ୍ଟୁଡେଣ୍ଟ ଲଗ୍ଇନ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। ଏହାପରେ ଆପଣମାନଙ୍କ ପାଖରେ ଯଦି ଷ୍ଟେଟ୍ ସ୍କଲାରସିପ୍ ଆବେଦନ କଲାବେଳେ ଆପଣମାନଙ୍କର ପାସୱାର୍ଡ ମନେ ରଖିଛନ୍ତି ଦେନ୍ ଏଇଠି ଆଧାର ନମ୍ବର ଆଉ ପାସୱାର୍ଡ ଦେଇ ଲଗ୍ଇନ୍ ହେଇଯିବେ। ଆଉ ଯଦି ଆପଣମାନଙ୍କ ପାଖରେ ପାସୱାର୍ଡ ନାହିଁ ପାସୱାର୍ଡ ଭୁଲି ଯାଇଛନ୍ତି ତେବେ ତଳେ ଥିବା ଫରଗେଟ୍ ପାସୱାର୍ଡରେ କ୍ଲିକ୍ କରିନେବେ। ଏହାପରେ ଆପଣମାନେ ଏଇଠି ଆଧାର ନମ୍ବରକୁ ଦେଇଦେବେ ଦେନ୍ ତଳେ ଥିବା କୋଶ୍ଚିନ୍ର ଆନ୍ସର ଦେଇ ଗେଟ୍ ଓଟିପିରେ କ୍ଲିକ୍ କରିନେବେ। ଏହାପରେ ନୂଆ ପାସୱାର୍ଡ ସେଟ୍ କରି ଲଗ୍ଇନ୍ ହେଇଯିବେ। ଏହାପରେ ଫାଇନାଲି ଆପଣମାନଙ୍କର ଆଇଡି ଏଠାରେ ଓପନ୍ ହେଇଯିବ। ଏହାପରେ ଏହାକୁ ତଳକୁ ସ୍କ୍ରଲ୍ କଲା ପରେ ଆସିଯିବ ନୂଆ ଓ ସ୍କଲାରସିପ୍ ଏହାର ଆପ୍ଲିକେସନ ନମ୍ବର ଏବଂ ସ୍ପୋର୍ଟସ୍ ସ୍କଲାରସିପ୍ର ଆପ୍ଲିକେସନ ନମ୍ବର। ଏହାପରେ ଭିଉ ଷ୍ଟାଟସ୍ ଉପରେ କ୍ଲିକ୍ କରିବେ ଏଇଠି ଆସିଯିବ ଆପଣମାନଙ୍କର ନୂଆ ଓ ସ୍କଲାରସିପ୍ର ଷ୍ଟାଟସ୍। ଏହାପରେ ତଳେ ଷ୍ଟେଟ୍ ସ୍କଲାରସିପ୍କୁ ମାରି ଏହାର ମଧ୍ୟ ଷ୍ଟାଟସ୍ ଆପଣମାନେ ଦେଖିପାରିବେ। ତେବେ ସାଙ୍ଗମାନେ ଏବେ କଥା ହେବା ଏଇ ଟଙ୍କା କେତେ ତାରିଖରେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ତେବେ ଏଇଠି ଆମେ କହି ରଖୁଛୁ ଏ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେବେ ଆସିବ ତାହା ଆମେ ସ୍ପଷ୍ଟ ଭାବେ କହିପାରୁନାହୁଁ କିନ୍ତୁ ଏହା 23 ଫେବୃଆରୀରୁ 25 ଫେବୃଆରୀ ଭିତରେ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଇଯାଇପାରେ। ତେବେ ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ନିଶ୍ଚୟ ଗୋଟେ ଲାଇକ୍ କରନ୍ତୁ ଆଉ ଯଦି ମନରେ କିଛି କନଫ୍ୟୁଜନ୍ ଥାଏ ତେବେ କମେଣ୍ଟ ବକ୍ସରେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ତେବେ ରହୁଛୁ ଜୟ ଜଗନ୍ନାଥ।